ସମସ୍ତଙ୍କୁ ମୋର ପ୍ରେଜ୍ ଦ ଲର୍ଡ। ମୁଁ ପାଷ୍ଟର ହେମନ୍ତ ମେହେର। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରଭୁ ଅନୁଗ୍ରହ କଲେ ଆଉ ଦୟା କଲେ ଏହି ସମୟରେ ଆଉ କିଛି ୟୁଟ୍ୟୁବ୍ ମାଧ୍ୟମରେ ପ୍ରଭୁଙ୍କର ସୁସମାଚାର ଅନେକ କଣେ ଅନୁକଣେ ଅନେକ ପହଞ୍ଚ ସ୍ଥାନରେ ଆଉ এই ଟେକ୍ନୋଲୋଜି ମାଧ୍ୟମରେ ଈଶ୍ୱରଙ୍କର ବାକ୍ୟକୁ ବିତରଣ କରିବା ପାଇଁ ପ୍ରଭୁ ମୋତେ ଦୟା କରୁଛନ୍ତି। ତେଣୁକରି ମୁଁ ସଦା ପ୍ରଭୁଙ୍କ ନାମର ଧନ୍ୟବାଦ କରୁଅଛି। ଏତେବେଳେ ଆସୁ ମୋର ପ୍ରିୟମାନେ, ଆଉ ଆମେ ପରମେଶ୍ୱରଙ୍କ ବାକ୍ୟ ସମୟକୁ ମୁଁ ଆଉ ଅଧିକ ନ ନେଇ ଆମେ ଈଶ୍ୱରଙ୍କର ବାକ୍ୟ ଆଡ଼କୁ ଆମେ ଗତି କରିବା। ଆଉ ପୁଣି ଥରେ ସମସ୍ତଙ୍କୁ ଆମ ପରିବାର ତରଫରୁ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟମାନେ, ଈଶ୍ୱରଙ୍କର ନାମର ଗୌରବ ହେଉ। ଆମେ ଯଦି ବଞ୍ଚିଛୁ କେବଳ ଏହା ଈଶ୍ୱରଙ୍କର ଅନୁଗ୍ରହ। ନା ତ କୌଣସି ଆମର ଧାର୍ମିକତା ଅଛି, ନା ତ କୌଣସି ଆମମାନଙ୍କର ପବିତ୍ରତା ଅଛି, ନା ତ କୌଣସି ଆମମାନଙ୍କ ମଧ୍ୟରେ ଉତ୍ତମତା ଅଛି। ଲେଖାଯାଏ ସଦା ପ୍ରଭୁଙ୍କର ବିବିଧ ଦୟା ସକାଶ ତୁମେମାନେ ବିନଷ୍ଟ ହୋଇନ, କାରଣ ତାହାଙ୍କର କରୁଣା ଅନନ୍ତ କାଳ ସ୍ଥାୟୀ। ଏ ବାକ୍ୟଟା କେବେ ଭୁଲନ୍ତୁ ନାହିଁ ମୋର ପ୍ରିୟମାନେ। ଯଦି ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର କରୁଣା, ପ୍ରଭୁଙ୍କର ଯଦି ଦୟା ଯଦି ଆମ ପ୍ରତି ନଥାନ୍ତା, ଆଜି ହୋଇପାରେ ଆଜି ଆମେ ପୃଥିବୀ ମଧ୍ୟରେ ଅନେକ ନଥାନ୍ତୁ। ଆଜି ହୋଇପାରେ ପୃଥିବୀ ମଧ୍ୟ ବିନାଶ ହେଇଯାଇଥାନ୍ତା। କିନ୍ତୁ ଆସନ୍ତୁ ଆଜିର ଏ ବିଷୟ ଉପରେ ଆମେ ଆଲୋଚନା କରିବା ପାଇଁ ଆଜି ଆମେ ଆଉ ଏ ସମୟ ପାଇଛୁ, ଯେପରି ଆମେ ଈଶ୍ୱରଙ୍କର ବାକ୍ୟ ଦ୍ୱାରା କିଛି ଶୁଣିକି ନିଜ ଜୀବନକୁ ଆମମାନେ ସଜାଡ଼ି ପାରିବା। ଆସନ୍ତୁ, ପ୍ରେଜ୍ ଦ ଲର୍ଡ। ଯୋହନ ଲିଖିତ ସୁସମାଚାର ତାର 8 ଅଧ୍ୟାୟର ତାର 1 ପଦରୁ ତାର 11 ପର୍ଯ୍ୟନ୍ତ ଆଉ ଏହି ବାକ୍ୟକୁ ଆମମାନେ ଅନେକ ପାଳକମାନଙ୍କ ଠାରୁ ଶୁଣିଛୁ। ଏହା ଗୋଟେ ବେଶ୍ୟା କରୁଥିବା ଜଣେ ନାରୀ ବିଷୟରେ ଲେଖାଯାଏ, ଯିଏକି ନିଜର ଗୋଟେ ପନ୍ଥା ବା ବ୍ୟବସାୟ ବୋଲି ଗୋଟେ ପାପର ପଥକୁ ସେ ମନୋନୀତ କରିଥିଲା। କିନ୍ତୁ ମୋର ପ୍ରିୟମାନେ, ଏହି ଯେଉଁ ନାରୀ ବିଷୟରେ ଆଜି ଆମେ ଶିକ୍ଷା କରିବା, ପ୍ରଭୁ ଆମ୍ଭମାନଙ୍କୁ ମଧ୍ୟ ଆଉ ଏହି ନାରୀର ଜୀବନରେ ଯେଉଁ ବିଷୟ କହିଲେ ଆଜି ପ୍ରଭୁ ଆପଣଙ୍କୁ ଆଉ ମୋତେ ମଧ୍ୟ ପ୍ରଭୁ କହୁଛନ୍ତି। ଏଣୁକରି ଆଜିର ମୋର ଟପିକ୍ ହେଉଛି, ମୋର ପ୍ରସଙ୍ଗ ହେଉଛି, ଯାଅ ଆଜିଠାରୁ ଆଉ ପାପ କର ନାହିଁ। ଯୋହନ 1:11 ପଦ ଅନୁସାରେ ଆଜିର ମୋର ପ୍ରସଙ୍ଗ ବା ଟପିକ୍ ହେଉଛି, ଯାଅ ଆଜିଠାରୁ ଆଉ ପାପ କର ନାହିଁ। ମୋର ପ୍ରିୟମାନେ, ଏଇଠି ଆମେ ଯେଉଁ ଷ୍ଟୋରିଟା ଆମେ ଶୁଣିବା ପାଇଁ ଯାଉଛୁ, এই ଷ୍ଟୋରି ଆମେ ଅନେକ ଯେଉଁମାନେ ଜନ୍ମରୁ ଗୋଟେ ଖ୍ରୀଷ୍ଟ ପରିବାରରେ ଜନ୍ମ ହୋଇଛନ୍ତି, ତାହେଲେ କାହାଣୀ ହୋଇପାରେ 1000 ଥର ବି ଶୁଣି ନେଇଥିବେ। ସେମାନେ ଅନେକ ପାଳକଙ୍କ ଦ୍ୱାରା ଶୁଣିଥିବେ, ବଡ଼ ବଡ଼ ଦାସମାନଙ୍କ ଦ୍ୱାରା ବି ଶୁଣିଥିବେ। କିନ୍ତୁ ମୋର ପ୍ରିୟମାନେ, ଆଜି ଯେଉଁ ବିଷୟ ଆମମାନେ ଶୁଣିବା, ତାହା ମଧ୍ୟ ଗୋଟେ ଆଶୀର୍ବାଦର ବିଷୟ ହେବ, ଆମ ଜୀବନର ଗୋଟେ ଶିକ୍ଷଣୀୟ ବିଷୟ ହେବ। ପ୍ରଭୁ କହୁଛନ୍ତି, ଯାଅ ଆଜିଠାରୁ ଆଉ ପାପ କର ନାହିଁ। ଏଣୁକରି ମୋର ପ୍ରିୟମାନେ, ଆମେ ଦେଖୁଛୁ ଯେ ପ୍ରଭୁ ଗୋଟେ ସ୍ଥାନରେ ଶିକ୍ଷା ଦେଉଥିଲେ। ଶିକ୍ଷା ଦେବା ସମୟରେ ଅନେକ ଶାସ୍ତ୍ରୀ ଏବଂ ଫାରସୀ ମାନେ ଜଣେ ପାପ କରୁଥିବା, ଦ୍ରୁତ କର୍ମରେ ଲିପ୍ତ ହୋଇଥିବା
जड़े बेश्या नारी को ख्रीष्ट जीशु निकट को लेकिन आसुंच से मानकर गोटे मात्र विषय थिला जे प्रभु ए जो नारी को आमे पाप करिथिबा समय धरिछु ए नारी विषय प्रभुंकर कौन मतामत आउ प्रभुंकर कौन विचार मोर प्रिय माने आउ जेते बेले से नारी को से माने पाप कर्म करुथिबा समय धरिले मोसांक व्यवस्था रे लिखा जाए जे कहीं पाप करुथिबा समय धरा पड़िबो ताहाकू पत्थर फपाड़ी मरा जाओ। मोर प्रिय माने आउ सेई समय आउ से माने से मोसांकर व्यवस्था को अटके देले किंतु प्रभुंकर विचार को से माने सुनिबा पई चाहिए आ प्रभुंकर विचार ही से नारी को बंचे पारिबो बा मारी पारिबो। मोर प्रिय माने आउ जेते बेले से नारी को से पाप कर्मरु धरिकी ताहाकू मोर प्रिय माने प्रभुंक निकट को नहीं आसिले आउ प्रभु जीशु को से माने कहउछंती प्रभु गुरु ए नारी को आमे पाप काम करुथिबा समय यहाँ को धरिलु मशांक व्यवस्था रे लिखा जाए जे पाप कर्म करुथिबा समय धरा पड़िबो ताहाकू पत्थर फपाड़ी मरा जाओ। तो ए विषय प्रभु शुणिले मोर प्रिय माने प्रभु को जेते बेले से माने पचारिले किंतु जीशु अधमुख होई अंगुली द्वारा भूमि रे लेखिबा को लागिले मात्र से माने ताहाकू पुनर् पचारंती थरे पचारि नाहंती द्विथर पचारि नाहंती प्रभु लेखि चली जेते जन से नारी को धरिकी आसंती से प्रत्येकंकर कर्म भूमि रे लेखुछंती से नारी विषय लेखु नथिले प्रभु अर्थात मोर प्रिय माने जेते जन धरिकी आसंती से नारी को प्रभु जीशु को निकट को प्रभु प्रत्येकंकर पापर हिसाब से भूमि रे लेखुछंती से कहा घरे चोरी करथिला दिन रे करथिला कि राति रे करथिला निज स्त्री थाउ थाउ आ कहा इंदी स्त्री पाखरे सहिथिला मोर प्रिय माने प्रभु जीशु से भूमि रे लेखुछंती ना लेखुछंती समय लेखुछंती कहा घर को जाइथिला कहा पाखरे पाप कर्म करा तो एई समस्त विषय जेते बेले से माने गोटे गोटे कर देखिले मोर प्रिय माने तो प्रभु से जगह गोटे विषय कहले से मस्तक उत्तोलन करी से मान को कहले तुम मान को मध्य जे निष्पाप से प्रथम रे ताको पत्थर फपाड़ू कौन करू से प्रथम रे ताहाको पत्थर फपाड़ू ए विषय आपण कौन बुझंती प्रभु कहले जे जन्मरु कोनोसी पाप करी नाही से प्रथम रे ए नारी को ए बेश्या नारी को से पत्थर फपाड़ू। मोर प्रिय माने से माने प्रभु को परीक्षा करबा निमंते से मान को पाखरे मशांक व्यवस्था अछि किंतु प्रभु को से माने परीक्षा करबा निमंते आ प्रभु को फांदरे पकेबा निमंते से माने कोन करिसंती से माने प्रभु को निकट को नेकी आसंती किंतु मु गोटे विषय कहबा पई चाहे मोर प्रिय माने रोमियो पुस्तक रे लिखा जाए माथ्यो पुस्तक रे मध्य लिखा अछि जे तुम्हे माने जहा जहा विचार करिवो से विचार रे तुम्हें माने निजे विचारित हेबो एणु करी मोर प्रिय माने बी केयरफुल आज आमे निजर मुख को लगाम देबा ताला मारिबा पाटी को आमे नीरव करिबा कारण मोर प्रिय माने
आमे जो जो विचार लोक मान विचार करूँ से विचार रे आमे निजे विचारित हबु। प्रभु देखंतु से माने प्रभु को निकट को नहीं कि आसले किंतु प्रभु से मान विचार कले। भूमि रे समस्त नाम से लिखिले मोर प्रिय माने अंगुड़ी दियार से लिखुथिले बोले लिखा जाए। आ प्रभु कहले तुम मान को मधुर जे निष्पापी से प्रथम रे एई पापिनी स्त्री को से पत्थर मारो। मोर प्रिय माने समस्त पत्थर फपाड़ी देखी से चली गली। कारण लेखा जाए रोमियो पुस्तक रे लेखा अछि मोर प्रिय माने आ सुंदर भाव रे एठी आमे जदि आमे चिंता करबा एठी लेखा जाए समस्त तो पाप करि अछंती पुणी ईश्वरंक गौरव रहित होई अछंती। मोर प्रिय माने एमिति केही नाही जे से पाप करि नाही बोली रोमियो तार 3 अध्याय तार 23 पदर लेखा जाए समस्ते तो पाप करि अछंती पुणी ईश्वरंक गौरव रहित होई अछंती। अर्थात ईश्वरंकर गौरव करिबारे ईश्वरंकर प्रशंसा करिबारे ईश्वरंकर महिमा करिबारे समस्ते उणा पड़ी जाइछंती। कारण से माने पाप रे बंधाई जाइछंती। एणु करी मोर प्रिय माने प्रभु कहउचंती जाओ आजि ठारू पाप करो नाही। समस्ते जेतेबेले पत्थर छाणी की चली गले सेतेबेले मोर प्रिय माने से नारी गोटे विषय कहला जेतेबेले प्रभु नारी को पचारिले केही कोन तुमको दंड देले नाही। से नारी गोटे विषय कहला नाही प्रभु केही मते दंड देले नाही। प्रभु कहउचंती ठीक अछि मु मते तुमको दंड देबी नाही। अर्थात प्रभु को ठारे अधिकार अछि से दंड दे पारिबे। कारण बाइबल रे लिखा जाए रोमियो तार 6 अध्याय तार 23 पद रे लिखा अछि रोमियो तार 6 अध्याय 23 पद रे लिखा जाए कारण पापर वेतन मृत्यु। आउ थोड़े कहबा पई चाहे रोमियो लिखित सुसमाचार तार 6 अध्याय तार 23 पद कारण पापर वेतन मृत्यु किंतु ईश्वरंक अनुग्रह दान आंभ मानक प्रभु ख्रीष्ट जीशुंक सहभागिता रे अनंत जीवन अटे। मोर प्रिय माने पापर वेतन मृत्यु। एणु करी प्रभु कहले मु मध्य तुमको दंड देबी नाही। एणु करी जाओ आदि ठारू आउ पाप कर नाही बोली से नारी को प्रभु ए विषय कहले जाओ आदि ठारू आउ पाप कर नाही। मोर प्रिय माने एणु करी बोली मोर प्रिय माने ईश्वरंकर वाक्य आज आम को सूचाए। मोर प्रिय माने अनेक समय आमे पाप करूछु किंतु मोर प्रिय माने आउ आमे जानी पारुनु जे आमे पाप करूछु बोली आमे भूल करूछु बोली। कारण ए जो गहराई विषय पाप गोटे कौन अटे मोर प्रिय माने ए पाप जड़े मनुष्यर जीवन रे जेतेबेले पसी जाए ता जीवन की प्रकार हुए गोटे विश्वासी जीवन की प्रकार हुए। ए पाप गोटे विश्वासी जीवन रे बा गोटे पालक जीवन रे बा ख्रीष्ट को जानी थिबा जे कोनोसी साधु भक्त मान जीवन रे ए पापटा प्रवेश करे। मोर प्रिय माने ए पाप परमेश्वर ठारू मनुष्य को विच्छिन्न कर दिए। कारण पाप हेउछि गोटे अभिशाप। एही पाप ईश्वरंक आ मनुष्य मध्य विच्छिन्नता सृष्टि करे। एणु मोर प्रिय माने ए पापरु
ଯେତେ ପର୍ଯ୍ୟନ୍ତ ସାଧ୍ୟ ମୋର ପ୍ରିୟମାନେ ଆପଣଙ୍କୁ ଏବଂ ମୋତେ ଏବଂ ଖ୍ରୀଷ୍ଟଙ୍କୁ ଜାଣିଥିବା ପ୍ରତ୍ୟେକଙ୍କୁ ଆମ ପ୍ରତ୍ୟେକଙ୍କୁ ପୃଥକୀକୃତ ହେବା ପାଇଁ ପଡ଼ିବ। କାରଣ ମୋର ପ୍ରିୟମାନେ ଏ ପାପ ଈଶ୍ୱରଙ୍କ ଠାରୁ ଆମକୁ ବିଚ୍ଛିନ୍ନ କରିଦିଏ। ଏହା ମୁଁ କହୁନାହିଁ, ଈଶ୍ୱରଙ୍କର ବାକ୍ୟରେ ଲେଖାଯାଏ। ପ୍ରଥମ ବିଷୟ ହେଲା ମୋର ପ୍ରିୟମାନେ, ଆଉ କେତେଟା ବିଷୟ ଆପଣମାନେ ଲେଖିକି ରଖନ୍ତୁ। ଜିସାୟ ପୁସ୍ତକ ତାହାର 59ର 59 ଅଧ୍ୟାୟର ତାହାର 3 ପଦ। ଜିସାୟ ପୁସ୍ତକ ତାର 59ର ତାର 3 ପଦ ଏ ପ୍ରକାର ଲେଖାଯାଏ, କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ଓ ତୁମ୍ଭମାନଙ୍କର ଅଙ୍ଗୁଳି ସବୁ ଅପରାଧରେ ଅଶୁଚି ହୋଇଅଛି। ତୁମ୍ଭମାନଙ୍କର ଅଷ୍ଟାଧାର ମିଥ୍ୟା କହିଅଛି। ତୁମ୍ଭମାନଙ୍କର ଜିହ୍ବା ଦୁଷ୍ଟତା ବକେ। ତାର 2 ପଦ ମଧ୍ୟ ଆମେ ଦେଖିବା। 2 ପଦ ସେହି ଜିସାୟ ପୁସ୍ତକର 59ର ତାର 2 ପଦ। ଜିସାୟ ପୁସ୍ତକ ତାର 59ର 2 ପଦ ସମସ୍ତେ ଏହା ଲେଖିକି ରଖନ୍ତୁ। ମାତ୍ର ତୁମ୍ଭମାନଙ୍କର ଅପରାଧ ସବୁ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପ ସବୁ ତୁମ୍ଭମାନଙ୍କ ଠାରୁ ତାହାଙ୍କ ମୁଖ ଲୁଚାଉଅଛି, ଏଥିପାଇଁ ସେ ଶୁଣିବେ ନାହିଁ। ମୋର ପ୍ରିୟମାନେ, ପ୍ରଥମ ବିଷୟ ହେଲା ଯେତେବେଳେ ଜଣେ ମନୁଷ୍ୟ ମଧ୍ୟରେ ପାପ ପ୍ରବେଶ କରେ, ଈଶ୍ୱର ଆଉ ମନୁଷ୍ୟ ମଧ୍ୟରେ ଯେଉଁ ସମ୍ପର୍କ, ଯେଉଁ ରିଲେସନ, ଯେଉଁ ସହଭାଗିତା ଅଛି, ଏ ପାପ ତା ଭାଙ୍ଗି ଦିଏ, ତା ବିଚ୍ଛେଦ କରିଦିଏ, ତା ବିଚ୍ଛିନ୍ନ କରିଦିଏ, ତାହା ଅଲଗା କରିଦିଏ। ଏଣୁକରି ମୋର ପ୍ରିୟମାନେ, এই ପାପ ଠାରୁ ଆଜି ଆମେ ନିଜକୁ ସୁରକ୍ଷିତ କରି ରଖିବାର ଅଛି। ନିଜକୁ ଆମେ ଆଉ ଏ ପାପ ଠାରୁ ଅଲଗା ଆମେ ରହିବାର ଅଛି। କାରଣ ଏ ପାପ ଈଶ୍ୱରଙ୍କ ଠାରୁ ଆମକୁ ମୋର ପ୍ରିୟମାନେ ଅଲଗା କରିଦିଏ। ପ୍ରଥମ ବିଷୟ ହେଲା। ଦ୍ୱିତୀୟ ନମ୍ବର ବିଷୟ ମୋର ପ୍ରିୟମାନେ, ଆଉ ଯଦି ଆମେ ଦେଖିବା, ସମୟ ନାହିଁ, ଏଣୁକରି ଆମେ ଅତି ଶୀଘ୍ର ଆମେ ଯିବା। ଗୀତ ସଂହିତା ତାର 91ର 91 ଅଧ୍ୟାୟର ଗୀତ ସଂହିତା ତାର 103ର ତାର 10 ପଦ। ଗୀତ ସଂହିତା ତାର 103 ଅଧ୍ୟାୟର 10 ପଦ। ଗୀତ ସଂହିତା 103 ଅଧ୍ୟାୟର 10 ପଦ ଲେଖିକି ରଖନ୍ତୁ ମୋର ପ୍ରିୟମାନେ। ପ୍ରଥମ ବିଷୟ ହେଲା ପାପ ଆମକୁ ଈଶ୍ୱରଙ୍କ ଠାରୁ ଅଲଗା କରିଦିଏ। ଦ୍ୱିତୀୟ ନମ୍ବର ବିଷୟ ହେଲା ମୋର ପ୍ରିୟମାନେ, ପାପ ଆମକୁ ଆଶୀର୍ବାଦରୁ ବଞ୍ଚିତ କରିଦିଏ। ଆମେ ଯେତେବେଳେ ପାପ କରୁ, ଈଶ୍ୱରଙ୍କ ଠାରୁ ପାଇବା ଆଶୀର୍ବାଦ ଆମେ ହରାଇ ବସୁ। ପାପ ଆମକୁ ଆଶୀର୍ବାଦରୁ ବଞ୍ଚିତ କରିଦିଏ। ଆମେ ପଢିବା 103 ଅଧ୍ୟାୟର ଗୀତ ସଂହିତା 103 ଅଧ୍ୟାୟର 10 ପଦ। ସେ ଆମ୍ଭମାନଙ୍କର ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିନାହାନ୍ତି। ମୋର ପ୍ରିୟମାନେ, କିଏ ବା ଆମ୍ଭମାନଙ୍କର ଅଧର୍ମ ଅନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇନାହାନ୍ତି। এই ପାପ ଆମକୁ ଆଶୀର୍ବାଦରୁ ବଞ୍ଚିତ କରିଦିଏ। ଆମ୍ଭମାନଙ୍କୁ ପ୍ରଭୁ ବ୍ୟବହାର କରିପାରି ନାହାନ୍ତି। ପାପ ଯେତେ ଆମ ହୃଦୟରେ ପ୍ରବେଶ କରିବ, ଯେତେ ଆମ ଜୀବନରେ ପ୍ରବେଶ କରିବ, ସେତେ ଆମେ ଅଶୁଚି ହୋଇଯାଉ, ସେତେ ଆମେ ଅପବିତ୍ର ହୋଇଯାଉ, ସେତେ ଆମେ ମୋର ପ୍ରିୟମାନେ ଆଉ ପାପରେ ଆମେ ବନ୍ଧା ହେଇଯାଉ। ଏଣୁ କରି ବୋଲି ମୋର ପ୍ରିୟମାନେ
ପ୍ରଭୁ ଆମମାନଙ୍କୁ ବ୍ୟବହାର କରିପାରିନାହାନ୍ତି କି ଆମମାନଙ୍କୁ ପ୍ରତିଫଳ ମଧ୍ୟ ଦେଇପାରନ୍ତି ନାହିଁ। ଏଣୁକରି ଦ୍ୱିତୀୟ ବିଷୟ ହେଲା ପାପ ଆମମାନଙ୍କୁ ଆଶୀର୍ବାଦରୁ ବଞ୍ଚିତ କରିଦିଏ। ମୋର ପ୍ରିୟମାନେ, ଏଣୁକରି ବି କେୟାରଫୁଲ ମୋର ପ୍ରିୟମାନେ, ପାପରୁ ଆମେ ନିଜକୁ ଆମେ ନିଜକୁ ଆମେ ରକ୍ଷା କରିବା ନିତାନ୍ତ ଦରକାର। ମୋର ପ୍ରିୟମାନେ, ଆମେ ଯଦି ଯୋସେଫଙ୍କର ବିଷୟ ଆମେ ଯଦି ଚିନ୍ତା କରିବା, ଯୋସେଫ ଗୋଟେ ମୋର ପ୍ରିୟମାନେ ସେ ଏ ପ୍ରକାର ସମ୍ଭ୍ରମ ହେଇଥିଲେ ମିଶ୍ର ଦେଶରେ, ଫାରୋ ତାଙ୍କୁ ଏ ପ୍ରକାର ଆଶୀର୍ବାଦ କରିଥିଲେ। ମୋର ପ୍ରିୟମାନେ, ଧନ ଉପରେ ଆଶୀର୍ବାଦ, ଘର ଉପରେ ଆଶୀର୍ବାଦ, ସମ୍ପତ୍ତି ଉପରେ ଆଶୀର୍ବାଦ, ପ୍ରଜାମାନଙ୍କ ଉପରେ ଆଶୀର୍ବାଦ, ଅଧିକାର, ସବୁ ଅଧିକାର ଯୋସେଫଙ୍କୁ ପ୍ରଭୁ ଦେଇଥିଲେ, ଅର୍ଥାତ୍ ପ୍ରଭୁ ବି ଦେଇଥିଲେ, ଆଉ ମିଶ୍ର ରାଜା ଫାରୋ ମଧ୍ୟ ଦେଇଥିଲେ ଅଧିକାର। କିନ୍ତୁ ମୋର ପ୍ରିୟମାନେ, ତାହା ଯୋସେଫ ବି ଜାଣିଥିଲେ। ଯୋସେଫ ସେ ଅତି ସୁନ୍ଦର ଥିଲେ, ତାଙ୍କର କଥା ସୁନ୍ଦର, ତାଙ୍କର ଜ୍ଞାନ ବିଚକ୍ଷଣ ଥିଲା, ସେ ରୂପରେ ସୁନ୍ଦର, ସେ କଥାରେ ତାଙ୍କର ସୁନ୍ଦରତା ଥିଲା। ମୋର ପ୍ରିୟମାନେ, ଆଉ ଯେତେବେଳେ ମୋର ପ୍ରିୟମାନେ ଆମେ ଯଦି ଚିନ୍ତା କରିବା ଫାରୋଙ୍କର ସ୍ତ୍ରୀ, ମୁଁ ବହୁତ ସମୟକୁ ଯିବି ନାହିଁ, ଅଳ୍ପ ସମୟରେ ଆମେ ଆଉ କିଛି ଅଂଶକୁ ଆମେ ଧ୍ୟାନ କରିବା। ମୋର ପ୍ରିୟମାନେ, ଯେତେବେଳେ ଫାରୋଙ୍କର ସ୍ତ୍ରୀ ଯେତେବେଳେ ଆଖି ପକେଇଲା କାହା ଉପରେ? ଯୋସେଫ ଉପରେ। ମୋର ପ୍ରିୟମାନେ, ଯେତେବେଳେ ଯୋସେଫ ଉପରେ ଫାରୋ ରାଜାଙ୍କ ସ୍ତ୍ରୀ ବା ପଟିଫରର ମନ ତା ପ୍ରତି ହେଲା, ସେତେବେଳେ ମୋର ପ୍ରିୟମାନେ ଗୋଟେ ଦିନ ନାହିଁ, 2 ଦିନ ନାହିଁ, ଯୋସେଫଙ୍କ ସହିତ ଫାରୋ ରାଜାଙ୍କ ସ୍ତ୍ରୀ ପଟିଫର କଥା ହେବା ପାଇଁ ଚେଷ୍ଟା କଲେ। ଗୋଟେ ଥର 2 ଥର ବସିବା ପାଇଁ, କଥା ହେବା ପାଇଁ, ଦୁଃଖ ସୁଖ ହେବା ପାଇଁ ଅନେକ ବିଷୟ ଚେଷ୍ଟା କଲେ। କିନ୍ତୁ ଯୋସେଫ କ'ଣ କରୁଥିଲେ? ସେଠୁ ବସୁନଥିଲେ, ଉଠିକି ଚାଲି ଯାଉଥିଲେ। କ'ଣ କରୁଥିଲେ? ଉଠିକି ଚାଲି ଯାଉଥିଲେ। ଏମିତି କରି 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 ତାର ମନକୁ ସେ କଣ୍ଟ୍ରୋଲ କରିପାରିଲା ନାହିଁ, ତା ମନକୁ ସେ ବୁଝେଇ ପାରିଲାନି। ଶେଷରେ